ହଁ ନା ନାଇଁ ଆମର ମୁଁ ଯେତେବେଳେ 10th ପଢୁଥିଲି ସେ ସମୟରେ ମୁଁ ବାଟା ପଢିଛି ସେ ସମୟରେ ସରପଞ୍ଚ ସେଟାର ତାଙ୍କେ ଡେଲି ଆସନ୍ତି ମୁଁ ଗ୍ରାଜୁଏଟ ବୋଲି କହୁଥିଲି ପିଲାମାନେ ପଚାରିଦେଲେ ସାର୍ ଆଇଏସ୍ ର ଫୁଲ ଫର୍ମ କଣ ତାଙ୍କେ କହିଲେ ଇଣ୍ଡିଆନ ଆର୍ମି ସର୍ଭିସ ଦାଦା କଣ ଗ୍ରାଜୁଏଟ ପଢିଛନ୍ତି ଯାଇକି ସେଇଠି ପୁରା ଭୟାନକରେ ଏମିତି ଅଛନ୍ତି ଆରେ ନାହାନ୍ତି କହୁଥିବେ ଗ୍ରାଜୁଏଟ କରିଛି ଗ୍ରାଜୁଏଟ କରିଦିବେ ମୁଁ ଗ୍ରାଜୁଏଟ କରୁଛି ପାଠ ପଢୁଛି ଏତେ ପଢୁଛି ଆଉ ତାକୁ 3-4ଟା କୋଶ୍ଚିନ୍ ପଚାରିଦେବ ତାକୁ ବାୟା ବାୟା ହେଇଯିବ ତ ସେମିତି ହଉଛନ୍ତି ନା ନାଇଁ ଏବେ ଗ୍ରାଜୁଏଟ ର ଲେବୁଲ କଣ ଗ୍ରାଜୁଏଟ କମ୍ପ୍ଲିଟ ହବାର ଅର୍ଥାତ ଗୋଟେ ଆଇଏସ୍ ଲେବୁଲ ହୋଇଥାଏ କିନ୍ତୁ ସେମିତି କିଏ ଗ୍ରହଣ କରନ୍ତି ନାହିଁ ଶିକ୍ଷାକୁ ବାସ୍ ଡାଲି ଭାତ ମିଳିଗଲା ହେଇଗଲା ଆଉ ଆମ ଓଡିଶାରେ ବି ଏହା ସତ୍ୟ ଡାଲି ଭାତ ଭଳିଆ ହିଁ ଶିକ୍ଷା ଦିଆଯାଉଛି କଣ ପଢା ହଉଛି କଲେଜ ମାନଙ୍କରେ କଣ ଗୋଟେ 4 ବର୍ଷ ଗ୍ରାଜୁଏଟ କରିବ ପିଲା ତାକୁ କେତେ ଭରପୁର ଜ୍ଞାନ ଥିବ ଆଇଏସ୍ ଲେବୁଲ ଥାଏ ତାର ହଁ ନା ନାଇଁ କିନ୍ତୁ ସେମିତି ଜ୍ଞାନ ବି ଶିକ୍ଷା ଦିଆଯାଉନି କି ତାଙ୍କେ ବି ପିଲାମାନେ ବି ଗ୍ରହଣ କରିବାରେ ଇଚ୍ଛା ନାହିଁ ହଁ ନା ନାଇଁ